ଶୋଇବା ପୂର୍ବରୁ 3 ଥର ପଢ଼ି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର। ଝିଅ ହେଉ ବା ପୁଅ ଆପଣଙ୍କ ପ୍ରେମରେ ତଡ଼ପିବ। ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଆଜ୍ଞା ହଁ, ଆଜିର ଏହି ବଶୀକରଣ ଦୁନିଆର ସବୁଠାରୁ ସହଜ, ଅତି ଶୀଘ୍ର କାମ କରୁଥିବା ବଶୀକରଣ, ଯାହାର ପ୍ରୟୋଗରେ ଆପଣ ନିଜ ପସନ୍ଦର କେଉଁ ବି ଝିଅ ବା ପୁଅକୁ ପଟେଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଝିଅ ପଟେଇବା ପାଇଁ ବଶୀକରଣ ଉପାୟ, ବିବାହିତା ନାରୀକୁ ପଟେଇବା ପାଇଁ ବଶୀକରଣ ଉପାୟ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କିଛି ବି କରିବାକୁ ପଡ଼ିବନି। କେବଳ ରାତିରେ ଶୋଇବା ପୂର୍ବରୁ ଏହି ଗୋଟିଏ ମନ୍ତ୍ରକୁ ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଯେମିତି ଆପଣ ଏପଟେ ମନ୍ତ୍ରକୁ ପଢ଼ିବେ, ସେପଟେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ହେଉ ବା ବିବାହିତା ନାରୀ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଗୋଟେ ମୁହୂର୍ତ୍ତ ବି ରହିପାରିବନି। କେବଳ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ରକୁ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ଦିନ କରିପାରିବେ, କିନ୍ତୁ ଯେବେ ବି କରିବେ ରାତିରେ ଶୋଇବା ପୂର୍ବରୁ କରିବେ। ଆଜି ରାତିରେ ଆପଣ ଏହି ବିଧିକୁ କରିବେ, ସକାଳ ହେବା ମାତ୍ରେ ଦେଖିବେ ଚମତ୍କାର। କାଲିଠାରୁ ସେ ଝିଅ ବା ସ୍ତ୍ରୀ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯାଇଥିବ। ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଏହି ବିଧିକୁ କରିବା ପାଇଁ ଆପଣଙ୍କୁ ବେଶୀ କିଛି ନିୟମର ପାଳନ କରିବାକୁ ପଡ଼ିବନି। କେବଳ ଆପଣ ଯେତେବେଳେ ରାତିରେ ଶୋଇବା ପାଇଁ ଯିବେ, ନିଜ ଶେଯରେ ଶୋଇକି ଆଖି ବନ୍ଦ କରିକି ସେ ଝିଅ ବା ସ୍ତ୍ରୀକୁ ମନେ ମନେ ଭାବିବେ, ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ତାପରେ 3 ଥର ଏହି ମନ୍ତ୍ରକୁ ପଢ଼ିଦେବେ। ଭବମ୍ ଆମୁକଂ ମମ୍ ଭବମ୍। ଏଠାରେ ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ସ୍ତ୍ରୀର ନାମ ଉଚ୍ଚାରଣ କରିବେ, ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। 3 ଥର ମନ୍ତ୍ର ପଢ଼ି ସାରିବା ପରେ ଆପଣ ଶୋଇପଡ଼ିବେ। ଗ୍ୟାରେଣ୍ଟି ଦେଉଛି, ଆଜି ରାତିରେ ଆପଣ ଏହି ବିଧିକୁ କରିବା ମାତ୍ରେ ସେ ଝିଅ ହେଉ ବା ବିବାହିତା ନାରୀ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବ, ଆପଣଙ୍କ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଧନ୍ୟବାଦ।